Hello friends, welcome to my YouTube channel Paramita Creativity and Passion. ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କାଗଜରେ ଗୋଟେ ବହୁତ ସୁନ୍ଦର ଜିନିଷ ବନାଇବା ଶିଖାଇବି। ଏହି ସୁନ୍ଦର ଜିନିଷଟିକୁ ବନାଇବା ପାଇଁ ଆମକୁ କିଛି ହ୍ୱାଇଟ୍ ପେପର, କିଛି କଲର୍ ପେପର, ପେନ୍ସିଲ୍, ବ୍ଲାକ୍ ସ୍କେଚ୍, ସିଜର୍ସ, ଗମ୍, ପେପର କଟର ଆଉ ଥ୍ରେଡ୍ ଦରକାର। ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ଭଲ ଭାବରେ ଦେଖି ଏବଂ ସ୍କ୍ରିନ୍ରେ ଦିଆଯାଉଥିବା ଇନଷ୍ଟ୍ରକ୍ସନ୍ ଗୁଡ଼ିକୁ ଫଲୋ କରି ଆପଣ ବି ଏହି ସୁନ୍ଦର ଜିନିଷଟିକୁ ଅତି ସହଜରେ ବନାଇ ପାରିବେ। କଥା କ'ଣ କି କିଛି ଦିନ ତଳେ ମୁଁ ଶିଶୁ ବାଟିକା ପିଲା କ୍ଲାସ୍ 1, 2, 3 ପିଲାମାନଙ୍କ ପାଇଁ ଗୋଟେ ଛୋଟ ପେପର ଫ୍ଲାୱାର ବନେଇଥିଲି। ତାକୁ ଦେଖି କ୍ଲାସ୍ 7ର ପିଲାମାନେ ଡିମାଣ୍ଡ କଲେ କି ତାଙ୍କ ପାଇଁ ବି ଗୋଟେ ତାଠାରୁ ବଡ଼ ପେପର ଫ୍ଲାୱାର ବନାଇବା ପାଇଁ। ପିଲାମାନଙ୍କ କଥା ରଖି ଏହି ପେପର ଫ୍ଲାୱାରଟିକୁ ମୁଁ ବନାଇଥିଲି। ରଙ୍ଗୀନ କାଗଜରେ ବନାଇଥିଲେ ହୁଏତ ଆଉ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଫୁଲ ବନାଯାଇ ପାରିଥାନ୍ତା, କିନ୍ତୁ ଆମ ପାଖରେ ଏତେ ଗୁଡ଼ାଏ ରଙ୍ଗୀନ କାଗଜ ନଥିଲା। ସେଥିପାଇଁ ଆମେ ପ୍ଲେନ୍ ହ୍ୱାଇଟ୍ ପେପରରେ ଫୁଲଟିକୁ ବନାଇବା ପାଇଁ ସ୍ଥିର କଲୁ। ଏହି ଫୁଲଟିକୁ ବନାଇବା ପାଇଁ ଆମେ 28ଟି ହ୍ୱାଇଟ୍ ପେଜ୍ ବ୍ୟବହାର କରିଛୁ। ଆଉ ବଡ଼ ହ୍ୱାଇଟ୍ ଫ୍ଲାୱାରର ମଝିରେ ଗୋଟେ ପିଙ୍କ ଛୋଟ ଫ୍ଲାୱାର ଓ ତା ପାଖରେ ଗୋଟେ ୟେଲୋ ବଟରଫ୍ଲାଏ ତିଆରି କରି ଲଗାଇବା ପାଇଁ କିଛି କଲର୍ ପେପର ବ୍ୟବହାର କଲୁ। ପିଲାମାନଙ୍କର ସହଯୋଗ ଆଉ ଖୁସି ଦେଖି ମୋତେ ତ ବହୁତ ଖୁସି ଲାଗିଲା। ଏବେ ଆମର ବଟରଫ୍ଲାଏ ତିଆରି ହୋଇଗଲା। ଏବେ ଆମେ ବନେଇଥିବା 28 ଗୋଟି କଟିଂ ଖାମ୍କୁ ପରସ୍ପର ସହ ଅଠା ଲଗାଇ ଯୋଡ଼ିବା ଏବଂ ତାକୁ ଶୁଖିବା ପାଇଁ କିଛି ସମୟ ଛାଡ଼ିଦେବା। ଏବେ ଚାଲନ୍ତୁ ଆମେ ଫୁଲଟିକୁ ଖୋଲିବା। ଏବେ ଟିକେ ଆମେ ଅଠା ଦେଇ ଯୋଡ଼ିଦେବା। ଦେଖୁଛନ୍ତି ତ ପିଲାମାନେ କେମିତି ଖୁସି ହେଉଛନ୍ତି। ଇଏ ହେଲା ସନ୍ଦୀପ, ଆଉ ଏଇଠି ମୋ ପାଖରେ ଠିଆ ହୋଇଛନ୍ତି ଇଏ ହେଲା ବିଶ୍ୱଜିତ, ଚିଙ୍କୁ, ଇଏ ହେଲା ଆକାଶ, ଇଏ ହେଲା ଶିବବ୍ରତ, ଇଏ ହେଲା ପ୍ରିୟାଂଶୁ, ଇଏ ହେଲା ଦୀପ୍ତିରଞ୍ଜନ। ଏପଟେ ବସିଛନ୍ତି ରୂପସା ଆଉ ଆଦ୍ୟାସା। ଏଇ ଦୁଷ୍ଟ ପିଲାଟା ହେଲା ଶୁଭେନ୍ଦୁ। ଏବେ ଆମେ ହ୍ୱାଇଟ୍ ଫୁଲର ମଝିରେ ଲଗାଇବା ପାଇଁ ଗୋଟେ ଛୋଟ ପିଙ୍କ ଫୁଲ ତିଆରି କରିବା। ପିଙ୍କ ଫୁଲଟି ବନାଇବା ପାଇଁ ଆମେ ପ୍ରଥମେ ପିଙ୍କ କଲର୍ ପେପରରେ ପେନ୍ସିଲ୍ ଆଉ ରାଉଣ୍ଡର ବ୍ୟବହାର କରି 4 ଗୋଟି ସର୍କଲ୍ ବନେଇବା ଆଉ ସର୍କଲ୍ ଗୁଡ଼ିକୁ କଇଞ୍ଚିରେ କାଟିଦେବା। ତାପରେ ଦେଖନ୍ତୁ ସର୍କୁଲାର କଟାଯାଇଥିବା ପେପର ଗୁଡ଼ିକୁ ଫୋଲ୍ଡ କରି କାଟି କିପରି ଆମେ ଫୁଲ ବନାଉଛେ। ଏବେ ଆମର ରେଡ଼ି ହୋଇଗଲା ଫୁଲର ପାଖୁଡ଼ା। ପାଖୁଡ଼ା ଗୁଡ଼ିକୁ ଆମେ ଏହିଭଳି ଭାବରେ ହ୍ୱାଇଟ୍ ଫୁଲର ମଝିରେ ଅଠା ଦେଇ ଜଏଣ୍ଟ କରିବା।
एहापरे पिंक फूलर मझिरे लगाइबा पई आमे येलो कलर पेपर रे तार केसर बनाइबा। देखंतु फूलटी केमती बिल्कुल रियल फूल परी देखा जाउछि। येलो बटरफ्लाई टी को भी एठारे लगाइ देबा। एबे तो हमर फूल बनेबा सरी गला। ताहले चलंतु फूलटी को सूता द्वारा कांथरे टांगी देबा। फ्रेंड्स, आशा करुछि आमर क्लासरूम एक्टिविटी रो ए भिडियोटी आपण मानकु निश्चय भलो लागिबो। थैंक्स फॉर वाचिंग। लव यू ऑल।